କିଛି ମିଳିନଥିଲା। ମାନେ କଣ ମାଗଣାର ଗୀତଟା ହେଇଥିଲା? ପ୍ରଥମେ ଫୁଲ୍ କ୍ୟାସେଟ୍ଟା ମୁଁ ଗାଇଥିଲି। କିଛି କେତେଟା ଗୀତ ଥିଲା ସେଥିରେ? ସେଥିରେ 7ଟା କି 8ଟା ଗୀତ ଥିଲା। ସବୁ ଗୁଡାକ ଆପଣଙ୍କର? ସେତେବେଳେ ମୁଁ କେତେ ଗୁଡେ ଫୁଲ୍ କ୍ୟାସେଟ୍ସ ଗାଇଛି। ଆଚ୍ଛା ମାନେ ଷ୍ଟାର୍ଟିଂରୁ ମୁଁ ଫୁଲ୍ କ୍ୟାସେଟ୍ସ ଗାଇଛି, ଗୋଟେ ଦିଟା ଗାଇନି। ଆଚ୍ଛା ପୁରା ହବ ଯଦି ଆପଣଙ୍କ ନାରୀ କ୍ୟାସେଟ୍ ବି ବାହାରୁଥିଲା ମୋର ମନେ ଅଛି। ହଁ ସେତେବେଳେ ସେ ବାଦାମବାଡିରେ ବଡ ବଡ ହୋର୍ଡିଂ ଲାଗୁଥିଲା ଆଉ କ୍ୟାସେଟ୍ରେ ଆପଣଙ୍କର ଗୋଟେ ଆପଣ ବହୁତ ଛୋଟ ଥାନ୍ତି ମାନେ ବୟସରେ ସେ ସମୟରେ ଗୋଟେ ଶାଢୀ ପିନ୍ଧିକି ଗୋଟେ ଟିପା ଲାଗିଥିବ ହାତ ଯୋଡିଥିବେ ସେଇ ଏଇଭଳିଆ। କାଇଁ ପଇସା କାହିଁକି ମିଳୁନଥିଲା ନା ସେତେବେଳେ ସେମିତି ବଜେଟରେ କାମ ହଉଥିଲା? ନା ସେ ପ୍ରଥମେ ମତେ ସେ ତ ଦେଇ ନଥିଲେ, ତେଣୁ ମୁଁ ବି କିଛି କହିନଥିଲି। ଡେବ୍ୟୁ ତ ମାଗଣାରେ କାମ ନା ସେମିତି ନାଇଁ, ମୁଁ ସେଟା କହିପାରିନଥିଲି। ଆଚ୍ଛା ଟଙ୍କା ମାଗି ପାରିନଥିଲେ। ପରବର୍ତ୍ତୀ ସମୟରେ ଅନୁଷ୍କା ସେଇ କ୍ୟାସେଟ୍ ପରେ କେତେ ଟଙ୍କା ଡିମାଣ୍ଡ କଲେ? ସେତେବେଳେ ପ୍ରଥମେ 200-300 ଏମିତି ଦଉଥିଲେ ପର ସଙ୍ଗ। ହଁ ତାପରେ 500, ତାପରେ ମାନେ ମୁଁ ଲାଷ୍ଟ ନେଲି ବୋଧେ 1500 ସେଇ ସମୟର କଥା। ସବୁଠୁ ହାଇଏଷ୍ଟ ପେଇଂ। ହଁ